हेलो फ्रेंड्स, वेलकम बैक टू ओडिया नोटबुक। आजिर क्लास रे आमे आलोचना करिबा भारतर प्राचीन इतिहासर महाजनपद विषय रे। तो चलंतु आरंभ करिबा आजिर प्रथम क्वेश्चन। प्राचीन भारत रे केतोटी महाजनपद थिला? आंसर 16टी महाजनपद। प्राचीन भारत रे 16टी महाजनपद थिला। 16टी महाजनपद विषय रे केउं बौद्ध ग्रंथरु जणा पड़े? आंसर अंगुत्तर निकाय। 16टी महाजनपद विषय रे अंगुत्तर निकाय बौद्ध ग्रंथरु जणा पड़े बा अंगुत्तर निकाय बौद्ध ग्रंथरु 16टी महाजनपद विषय रे जणा पड़े। मगध महाजनपदर प्रथम राजधानी केउंठी थिला? आंसर गिरिब्रज बा राजगृह। मगध महाजनपदर प्रथम राजधानी गिरिब्रज बा राजगृह रे थिला। अंग महाजनपदर राजधानी कौन थिला? आंसर चंपा। अंग महाजनपदर राजधानी चंपा थिला। वत्स महाजनपदर राजधानी केउंठी थिला? आंसर कौशाम्बी। वत्स महाजनपदर राजधानी कौशाम्बी थिला। काशी महाजनपदर राजधानी कौन थिला? आंसर वाराणसी। काशी महाजनपदर राजधानी वाराणसी थिला। बर्जी महाजनपदर राजधानी कौन थिला? आंसर वैशाली। बर्जी महाजनपदर राजधानी वैशाली थिला। कोशल महाजनपदर राजधानी केउंठी थिला? आंसर श्रावस्ती। कोशल महाजनपदर राजधानी श्रावस्ती थिला। अवंती महाजनपदर राजधानी कौन थिला? आंसर उज्जयिनी और माहिष्मती। अवंती महाजनपदर राजधानी उज्जयिनी और माहिष्मती थिला। कुरु महाजनपदर राजधानी कौन थिला? आंसर इंद्रप्रस्थ। कुरु महाजनपदर राजधानी इंद्रप्रस्थ थिला। पांचाल महाजनपदर राजधानी केउंठी थिला? आंसर अहिछत्र और कांपिल्य। पांचाल महाजनपदर राजधानी अहिछत्र और कांपिल्य थिला। मत्स्य महाजनपदर राजधानी कौन थिला? आंसर विराटनगर। मत्स्य महाजनपदर राजधानी विराटनगर थिला। सुरसेन महाजनपदर राजधानी केउंठी थिला? आंसर मथुरा। सुरसेन महाजनपदर राजधानी मथुरा थिला। अस्मक महाजनपद केउ नदी कूल रे अवस्थित थिला? आंसर गोदावरी नदी। अस्मक महाजनपद गोदावरी नदी कूल रे अवस्थित थिला। गांधार महाजनपदर राजधानी कौन थिला? आंसर तक्षशिला। गांधार महाजनपदर राजधानी तक्षशिला थिला। कंबोज महाजनपदर राजधानी केउंठी थिला? आंसर पुंज बा राजपुर। कंबोज महाजनपदर राजधानी पुंज बा राजपुर रे थिला। चेदी महाजनपदर राजधानी कौन थिला? आंसर सुक्तिमती। चेदी महाजनपदर राजधानी सुक्तिमती थिला। मल्ल महाजनपदर राजधानी केउंठी थिला? आंसर कुशीनगर और पावा। मल्ल महाजनपदर राजधानी कुशीनगर और पावा ठारे थिला।
ସର୍ବଶକ୍ତିଶାଳୀ ମହାଜନପଦ କିଏ ଥିଲା? ଆନ୍ସର ମଗଧ। ସର୍ବଶକ୍ତିଶାଳୀ ମହାଜନପଦ ମଗଧ ଥିଲା ବା 16ଟି ଯାକ ମହାଜନପଦ ମଧ୍ୟରୁ ମଗଧ ଥିଲା ସବୁଠାରୁ ଶକ୍ତିଶାଳୀ ମହାଜନପଦ। ମଗଧର ପ୍ରଥମ ପ୍ରସିଦ୍ଧ ରାଜବଂଶ କିଏ? ଆନ୍ସର ହର୍ଯାଙ୍କ ବଂଶ। ମଗଧର ପ୍ରଥମ ପ୍ରସିଦ୍ଧ ରାଜବଂଶ ହେଲା ହର୍ଯାଙ୍କ ବଂଶ। ହର୍ଯାଙ୍କ ବଂଶର ପ୍ରତିଷ୍ଠାତା କିଏ? ଆନ୍ସର ବିମ୍ବିସାର। ହର୍ଯାଙ୍କ ବଂଶର ପ୍ରତିଷ୍ଠାତା ହେଉଛନ୍ତି ବିମ୍ବିସାର। ବିମ୍ବିସାର କାହାକୁ ନିଜର ଚିକିତ୍ସକ ଭାବେ ନିଯୁକ୍ତ କରିଥିଲେ? ଆନ୍ସର ଜୀବକ। ବିମ୍ବିସାର ଜୀବକଙ୍କୁ ନିଜର ଚିକିତ୍ସକ ଭାବେ ନିଯୁକ୍ତ କରିଥିଲେ। ଅଜାତଶତ୍ରୁ କାହାର ପୁତ୍ର ଥିଲେ? ଆନ୍ସର ବିମ୍ବିସାର। ଅଜାତଶତ୍ରୁ ବିମ୍ବିସାରଙ୍କ ପୁତ୍ର ଥିଲେ। ପ୍ରଥମ ବୌଦ୍ଧ ସଂହିତି କାହା ସମୟରେ ହୋଇଥିଲା? ଆନ୍ସର ଅଜାତଶତ୍ରୁ। ପ୍ରଥମ ବୌଦ୍ଧ ସଂହିତି ଅଜାତଶତ୍ରୁଙ୍କ ସମୟରେ ହୋଇଥିଲା। ମଗଧର ରାଜଧାନୀ ପାଟଳିପୁତ୍ରକୁ କିଏ ସ୍ଥାନାନ୍ତର କରିଥିଲେ? ଆନ୍ସର ଉଦୟୀ। ମଗଧର ରାଜଧାନୀ ପାଟଳିପୁତ୍ରକୁ ଉଦୟୀ ସ୍ଥାନାନ୍ତରଣ କରିଥିଲେ। ଶିଶୁନାଗ ବଂଶର ପ୍ରତିଷ୍ଠାତା କିଏ? ଆନ୍ସର ଶିଶୁନାଗ। ଶିଶୁନାଗ ବଂଶର ପ୍ରତିଷ୍ଠାତା ହେଉଛନ୍ତି ଶିଶୁନାଗ। ନନ୍ଦ ବଂଶର ପ୍ରତିଷ୍ଠାତା କିଏ? ଆନ୍ସର ମହାପଦ୍ମ ନନ୍ଦ। ନନ୍ଦ ବଂଶର ପ୍ରତିଷ୍ଠାତା ହେଉଛନ୍ତି ମହାପଦ୍ମ ନନ୍ଦ। ନନ୍ଦ ବଂଶର ଶେଷ ରାଜା କିଏ ଥିଲେ? ଆନ୍ସର ଧନାନନ୍ଦ। ନନ୍ଦ ବଂଶର ଶେଷ ରାଜା ଥିଲେ ଧନାନନ୍ଦ। ଭାରତ ଆକ୍ରମଣ କରିଥିବା ପ୍ରଥମ ବିଦେଶୀ କିଏ? ଆନ୍ସର ସାଇରସ୍ ବା ଇରାନୀ। ଭାରତ ଆକ୍ରମଣ କରିଥିବା ପ୍ରଥମ ବିଦେଶୀ ହେଉଛନ୍ତି ସାଇରସ୍ ବା ଇରାନୀ। ସିକନ୍ଦର କେବେ ଭାରତ ଆକ୍ରମଣ କରିଥିଲେ? ଆନ୍ସର ଖ୍ରୀଷ୍ଟପୂର୍ବ 326ରେ। ସିକନ୍ଦର ଖ୍ରୀଷ୍ଟପୂର୍ବ 326ରେ ଭାରତ ଆକ୍ରମଣ କରିଥିଲେ। ସିକନ୍ଦର ଓ ପରସ୍ଙ୍କ ମଧ୍ୟରେ କେଉଁଠାରେ ଯୁଦ୍ଧ ହୋଇଥିଲା? ଆନ୍ସର ହାଇଡୋପସ୍ ନଦୀ କୂଳରେ ବା ଝେଲମ ନଦୀ କୂଳରେ। ସିକନ୍ଦର ଓ ପରସ୍ଙ୍କ ମଧ୍ୟରେ ହାଇଡୋପସ୍ ବା ଝେଲମ ନଦୀ କୂଳରେ ଯୁଦ୍ଧ ହୋଇଥିଲା। 16ଟି ମହାଜନପଦ ମଧ୍ୟରୁ କେଉଁଟି ଗଣତନ୍ତ୍ର ଥିଲା? ଆନ୍ସର ବର୍ଜି। 16ଟି ମହାଜନପଦ ମଧ୍ୟରୁ ବର୍ଜି ଥିଲା ଗଣତନ୍ତ୍ର ମହାଜନପଦ। ମଗଧ ଶବ୍ଦର ପ୍ରଥମ ଉଲ୍ଲେଖ କେଉଁଠାରେ ମିଳେ? ଆନ୍ସର ଅଥର୍ବବେଦ। ମଗଧ ଶବ୍ଦର ପ୍ରଥମ ଉଲ୍ଲେଖ ଅଥର୍ବବେଦରେ ମିଳେ। ଚାଣକ୍ୟ କେଉଁ ରାଜାଙ୍କୁ ପରାସ୍ତ କରିବାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ସାହାଯ୍ୟ କରିଥିଲେ? ଆନ୍ସର ଧନାନନ୍ଦ। ଚାଣକ୍ୟ ନନ୍ଦ ବଂଶର ଶେଷ ରାଜା ଧନାନନ୍ଦକୁ ପରାସ୍ତ କରିବାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ସାହାଯ୍ୟ କରିଥିଲେ। ସିକନ୍ଦରଙ୍କ ସେନାପତି କିଏ ଥିଲେ? ଆନ୍ସର ସେଲୁକସ୍ ନିକେଟର। ସିକନ୍ଦରଙ୍କ ସେନାପତି ସେଲୁକସ୍ ନିକେଟର ଥିଲେ। ଅବନ୍ତୀର ରାଜା କିଏ ଥିଲେ ଯାହାଙ୍କୁ ବିମ୍ବିସାର ଚିକିତ୍ସା କରିଥିଲେ? ଆନ୍ସର ପ୍ରଦତ୍ତ। ଅବନ୍ତୀର ରାଜା ପ୍ରଦତ୍ତଙ୍କୁ ବିମ୍ବିସାର ଚିକିତ୍ସା କରିଥିଲେ। 16ଟି ମହାଜନପଦ ମଧ୍ୟରୁ କେଉଁଟି ସବୁଠାରୁ ଦକ୍ଷିଣରେ ଥିଲା? ଆନ୍ସର ଅଶ୍ମକ। 16ଟି ମହାଜନପଦ ମଧ୍ୟରୁ ଅଶ୍ମକ ସବୁଠାରୁ ଦକ୍ଷିଣରେ ଥିଲା। ମହାଜନପଦ କାଳକୁ ଆଉ କ'ଣ କୁହାଯାଏ?
ଆନ୍ସର ଦ୍ୱିତୀୟ ନଗରୀକରଣ। ମହାଜନପଦ କାଳକୁ ଦ୍ୱିତୀୟ ନଗରୀକରଣ ବୋଲି କୁହାଯାଏ। ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ କେଉଁ ମହାଜନପଦ ସହ ସମ୍ବନ୍ଧିତ ଥିଲେ? ଆନ୍ସର ଶାକ୍ୟ ଗଣରାଜ୍ୟ। ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ଶାକ୍ୟ ଗଣରାଜ୍ୟ ମହାଜନପଦ ସହ ସମ୍ବନ୍ଧିତ ଥିଲେ। ଜୈନ ଧର୍ମର 24ତମ ତୀର୍ଥଙ୍କର ମହାବୀର କେଉଁ ଗଣରାଜ୍ୟରେ ଜନ୍ମିତ ଥିଲେ? ଆନ୍ସର କୁଣ୍ଡଗ୍ରାମ, ଯାହାକି ବାଜି ସଂଘର ଏକ ସ୍ଥାନ। ଜୈନ ଧର୍ମର 24ତମ ତୀର୍ଥଙ୍କର ମହାବୀର କୁଣ୍ଡଗ୍ରାମ, ଯାହାକି ବାଜି ଗଣରାଜ୍ୟର ଏକ ସ୍ଥାନ, ସେଠାରେ ସେ ଜନ୍ମିତ ଥିଲେ। ମଗଧର ସବୁଠାରୁ ଶକ୍ତିଶାଳୀ ରାଜା କିଏ ଥିଲେ? ଆନ୍ସର ମହାପଦ୍ମନନ୍ଦ। ମଗଧର ସବୁଠାରୁ ଶକ୍ତିଶାଳୀ ରାଜା ମହାପଦ୍ମନନ୍ଦ ଥିଲେ। ମଗଧକୁ ସାମ୍ରାଜ୍ୟରେ ପରିଣତ କରିବାର ଶ୍ରେୟ କାହାକୁ ଦିଆଯାଏ? ଆନ୍ସର ବିମ୍ବିସାର। ମଗଧକୁ ସାମ୍ରାଜ୍ୟରେ ପରିଣତ କରିବାର ଶ୍ରେୟ ବିମ୍ବିସାରଙ୍କୁ ଦିଆଯାଏ। ଉଜ୍ଜୟିନୀକୁ କେଉଁ ରାଜବଂଶର ଦ୍ୱିତୀୟ ରାଜଧାନୀ କରାଯାଇଥିଲା? ଆନ୍ସର ଶିଶୁନାଗ ବଂଶ। ଉଜ୍ଜୟିନୀକୁ ଶିଶୁନାଗ ବଂଶର ଦ୍ୱିତୀୟ ରାଜଧାନୀ କରାଯାଇଥିଲା। ତକ୍ଷଶିଳା କେଉଁ ବିଷୟ ପାଇଁ ପ୍ରସିଦ୍ଧ ଥିଲା? ଆନ୍ସର ଶିକ୍ଷା ବା ବିଶ୍ୱବିଦ୍ୟାଳୟ। ତକ୍ଷଶିଳା ଶିକ୍ଷା ପାଇଁ ବା ତକ୍ଷଶିଳା ତାର ବିଶ୍ୱବିଦ୍ୟାଳୟ ପାଇଁ ପ୍ରସିଦ୍ଧ ଥିଲା। ମହାଜନପଦ ମାନଙ୍କରେ କର ଆଦାୟ କରୁଥିବା ଅଧିକାରୀଙ୍କୁ କଣ କୁହାଯାଉଥିଲା? ଆନ୍ସର ବଳି ସାଧକ। ମହାଜନପଦ ମାନଙ୍କରେ କର ଆଦାୟ କରୁଥିବା ଅଧିକାରୀଙ୍କୁ ବଳି ସାଧକ ବୋଲି କୁହାଯାଉଥିଲା। ମଗଧ କେଉଁ ନଦୀମାନଙ୍କ ଦ୍ୱାରା ଘେରି ହୋଇଥିଲା? ଆନ୍ସର ଗଙ୍ଗା ଓ ଶଣ। ମଗଧ ଗଙ୍ଗା ଓ ଶଣ ନଦୀ ଦ୍ୱାରା ଘେରି ହୋଇଥିଲା। କେଉଁ ମହାଜନପଦର ଶାସକ ଉଦୟନ ଥିଲେ? ଆନ୍ସର ବତ୍ସ। ବତ୍ସ ମହାଜନପଦର ଶାସକ ଉଦୟନ ଥିଲେ। ଅଙ୍ଗ ମହାଜନପଦକୁ ମଗଧରେ କିଏ ମିଶାଇଥିଲେ? ଆନ୍ସର ବିମ୍ବିସାର। ଅଙ୍ଗ ମହାଜନପଦକୁ ମଗଧରେ ବିମ୍ବିସାର ମିଶାଇଥିଲେ। ବାଜି ସଂଘ କେଉଁମାନଙ୍କର ଏକ ମିଳିତ ସଂଘ ଥିଲା? ଆନ୍ସର ଆଟ୍ଟିକୂଳ। ବାଜି ସଂଘ ଆଟ୍ଟିକୂଳର ଏକ ମିଳିତ ସଂଘ ଥିଲା। ପାଟଳୀପୁତ୍ରର ପୁରୁଣା ନାମ କଣ ଥିଲା? ଆନ୍ସର କୁସୁମପୁର। ପାଟଳୀପୁତ୍ରର ପୁରୁଣା ନାମ କୁସୁମପୁର ଥିଲା। ସିକନ୍ଦରଙ୍କ ଭାରତ ଆକ୍ରମଣ ସମୟରେ ମଗଧର ଶାସକ କିଏ ଥିଲେ? ଆନ୍ସର ଧନାନନ୍ଦ। ସିକନ୍ଦରଙ୍କ ଭାରତ ଆକ୍ରମଣ ସମୟରେ ମଗଧର ଶାସକ ଧନାନନ୍ଦ ଥିଲେ। କୋଶଳର ରାଜା ପ୍ରସେନଜିତ କେଉଁ ଧର୍ମର ସମର୍ଥକ ଥିଲେ? ଆନ୍ସର ବୌଦ୍ଧ ଧର୍ମ। କୋଶଳର ରାଜା ପ୍ରସେନଜିତ ବୌଦ୍ଧ ଧର୍ମର ସମର୍ଥକ ଥିଲେ। ମଗଧର ସମସ୍ତ ମହାଜନପଦକୁ ନିଜ ଅକ୍ତିଆରକୁ ଆଣିବାର ମୁଖ୍ୟ କାରଣ କଣ ଥିଲା? ଆନ୍ସର ଭୌଗୋଳିକ ଅବସ୍ଥିତି ଓ ଲୁହା ସମ୍ପଦ। ମଗଧର ସମସ୍ତ ମହାଜନପଦକୁ ନିଜ ଅକ୍ତିଆରକୁ ଆଣିବାର ମୁଖ୍ୟ କାରଣ ଥିଲା ତାର ଭୌଗୋଳିକ ଅବସ୍ଥିତି ଓ ଲୁହା ସମ୍ପଦ। ପାଞ୍ଚାଳର ଦକ୍ଷିଣ ଭାଗର ରାଜଧାନୀ କଣ ଥିଲା? ଆନ୍ସର କାମ୍ପିଲ୍ୟ। ପାଞ୍ଚାଳର ଦକ୍ଷିଣ ଭାଗର ରାଜଧାନୀ କାମ୍ପିଲ୍ୟ ଥିଲା। ଚେଦି ରାଜ୍ୟର ସବୁଠାରୁ ପ୍ରସିଦ୍ଧ ରାଜା କିଏ ଥିଲେ?
ଆନ୍ସର ଶିଶୁପାଳ। ଚେଦି ରାଜ୍ୟର ସବୁଠାରୁ ପ୍ରସିଦ୍ଧ ରାଜା ଶିଶୁପାଳ ଥିଲେ। ସୁରସେନ ମହାଜନପଦ କେଉଁଠାରେ ଅବସ୍ଥିତ ଥିଲା? ଆନ୍ସର ଆଧୁନିକ ମଥୁରା, ଯାହାକି ଉତ୍ତରପ୍ରଦେଶରେ ଅବସ୍ଥିତ। ସୁରସେନ ମହାଜନପଦ ବର୍ତ୍ତମାନର ଉତ୍ତରପ୍ରଦେଶର ମଥୁରାରେ ଅବସ୍ଥିତ ଥିଲା। ପ୍ରାଚୀନ ଗଣତନ୍ତ୍ରର ଉଦାହରଣ କିଏ? ଆନ୍ସର ବର୍ଜି ଓ ମଲ୍ଲ। ପ୍ରାଚୀନ ଗଣତନ୍ତ୍ରର ଉଦାହରଣ ହେଉଛି ବର୍ଜି ଓ ମଲ୍ଲ। କେଉଁ ବେଦରେ ଜନପଦ ଶବ୍ଦର ପ୍ରଥମ ପ୍ରୟୋଗ ଦେଖିବାକୁ ମିଳେ? ଆନ୍ସର ବ୍ରାହ୍ମଣ ଗ୍ରନ୍ଥ। ବ୍ରାହ୍ମଣ ଗ୍ରନ୍ଥରେ ଜନପଦ ଶବ୍ଦର ପ୍ରଥମ ପ୍ରୟୋଗ ଦେଖିବାକୁ ମିଳେ। ଷୋଳ ମହାଜନପଦ ମଧ୍ୟରୁ କେଉଁ ରାଜ୍ୟକୁ ସବୁଠାରୁ ବଳଶାଳୀ ବୋଲି ବିବେଚନା କରାଯାଉଥିଲା? ଆନ୍ସର ମଗଧ। ଷୋଳ ମହାଜନପଦ ମଧ୍ୟରୁ ମଗଧକୁ ବା ମଗଧ ରାଜ୍ୟକୁ ସବୁଠାରୁ ବଳଶାଳୀ ବୋଲି ବିବେଚନା କରାଯାଉଥିଲା। ମହାଜନପଦ ଯୁଗରେ ସୈନ୍ୟବାହିନୀର ମୁଖ୍ୟଙ୍କୁ କ'ଣ କୁହାଯାଉଥିଲା? ଆନ୍ସର ସେନାପତି। ମହାଜନପଦ ଯୁଗରେ ସୈନ୍ୟବାହିନୀର ମୁଖ୍ୟଙ୍କୁ ସେନାପତି ବୋଲି କୁହାଯାଉଥିଲା।